ভজ ভজ মন রাম নামরে জপ মন সীতারাম ভজ মন রাম নামরে জপ মন সীতারাম অহল্যা তারণ ভয় নিবারণ অহল্যা তারণ ভয় নিবারণ অহল্যা তারণ ভয় নিবারণ সকল সুগুণ ধামরে ভজ মন রাম নাম জপ মন সীতারামরে ভজ মন রাম নাম। বসি পড়ো বসি পড়ো বসি পড়ো বস। পালা যজ্ঞর রুণ্ডিভূত মাননীয় মোর বিদুষ মণ্ডলী, মাননীয়া মা ভৌণীগণ, আগন্তুক সাহিত্যিক সমালোচক শিক্ষক অধ্যাপক মণ্ডলী, পালাপ্রেমী সজ্জন মণ্ডলী, পুଅ ଝିଅ କୈଳାସ ଭଜ କାହାକୁ ରାମକୁ ଭଜିବା। ପୁରାଣ ସାହିତ୍ୟ ଧର୍ମ ଦର୍ଶନ ଭାରତୀୟ ଏ ପୁରାଣକୁ ଉନ୍ମୋଚନ କଲେ ଆପଣମାନେ ବହୁ ରାମ ପାଇବେ। ଏକ ନୁହେଁ, ଦୁଇ ନୁହେଁ, ତିନି ନୁହେଁ, ଅଧିକ ପାଇବେ। ଆଚ୍ଛା କେତେ ରାମ ପାଇବ ଦେଖିବା ଟିକେ। ଆପଣ ପ୍ରଥମ ପାଇବେ ପରଶୁରାମ, ଭୃଗୁରାମ ଯାହାକୁ କହୁଛି। ନମ୍ବର 1 ରାମ, ନମ୍ବର 2 ରାମ ପାଇବେ ଶ୍ରୀରାମ। ଦେଖନ୍ତୁ ନମ୍ବର 3 ରାମ ପାଇବେ ବଳରାମ। 4 ରାମ ପାଇବେ ଆପଣ ଛତିଆ ବଟ ଗଲେ ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ହାରିଦାସଙ୍କ ଠାବୁକୁ ଗଲେ ଦେଖିବେ କଳ୍କି ରାମ। ଇଏ ବାଦ ଆଉ ଗୋଟିଏ ରାମ ଅଛି। ଚଗଲାମି ହୁଅନା, ଚଗଲାମି କରନା। 1760 ମସିହାରେ ଓଡ଼ିଶା ମାଟିରେ ବାଲିଆ ଗାଁରେ ଜନ୍ମ ହେଇଥିବା ପୁଅ ଯେ ଚାଲିଗଲେ 1806ରେ, ମାତ୍ର ତାଙ୍କର ଜୀବନ କାଳ 46 ବର୍ଷ। ଓଡ଼ିଶାର ସେଇ ଯୋଗଜନ୍ମା ସାହିତ୍ୟ ସାରଥୀ ପରିତ୍କର୍ମା ବ୍ୟକ୍ତିତ୍ୱ ସିଲେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ। କାଲି ମଉସା ଗୋଟା ପଦ ଗାଉଥିଲେ, ଆଜି ମଉସା ଶୁଣୁଥିବେ ବସିକି। ତୋର କାହିଁ ତ ଚିନ୍ତା କିରେ? ନମସ୍ୟ ମଉସା ଓଡ଼ିଶାର ସ୍ୱନାମଧନ୍ୟ ଗାୟକ, ପରିତ୍କର୍ମା ବ୍ୟକ୍ତିତ୍ୱ, ବିଶେଷ କରି ଜଣେ କର୍ମଯୋଗୀ। କେବଳ ପାଲା ଚାଷ ତାଙ୍କର ନାହିଁ, ପାଲା ଚାଷ ସଙ୍ଗେ ସଙ୍ଗେ କୃଷି କାର୍ଯ୍ୟ ଚାଷ ମଧ୍ୟ ଜୋର। ଦିଟା ଚାଷ ସେ କରନ୍ତି, ଗୋଟା କୃଷି ଚାଷ, ଗୋଟା ପାଲା ଚାଷ। ଆମର ବି ଏଇଟା ଦିଟା, ଗୋଟା ଶିକ୍ଷା ଚାଷ, ଗୋଟା ପାଲା ଚାଷ। କୈଳାସ ଅଭିମନ୍ୟୁ ସାମନ୍ତ ସିଂହାର ଠାବ କଲେ, କଲେ ଆଦି ଅନାଦି କାରଣ ନିର୍ଗୁଣ ଆତ୍ମାର ସନାତନ। ଆଜି ବିଶ୍ୱବାସୀ ଦେଖୁଛନ୍ତି, ବିଶ୍ୱବାସୀ ଜାଣୁଛନ୍ତି
ଭାରତୀୟ ସଂସ୍କୃତିରେ ଓଡ଼ିଶାର ଧର୍ମ ଧାରଣାରେ ଯେଉଁ ରାମମାନଙ୍କୁ ଆମେ ଦେଖିବାକୁ ପାଉଛେ, ଯେଉଁମାନଙ୍କୁ ଆମେ ପଢ଼ୁଛେ, ଯେଉଁ ଶାସ୍ତ୍ରକୁ ପିଲାମାନେ ଆମର ପଢ଼ୁଛନ୍ତି, ତାହା ଆଜି ଓଡ଼ିଶାରେ ସୀମିତ ନାହିଁ। ଓଡ଼ିଶାର ସୀମାରେଖା ଡେଇଁ ଭାରତର ସୀମାରେଖା ଡେଇଁ ସୁଦୂର ଦେଶ ବିଦେଶକୁ ଗଲାଣି। ଅକ୍ଟୋବର 6 ଗାନ୍ଧୀ ଜୟନ୍ତୀ, ଅକ୍ଟୋବର 2 ପାଲାବାଲାଙ୍କୁ ଡକରା ହେଇଛି, ଯିବୁ ସାଉଥ ଆଫ୍ରିକା। ସାଉଥ ଆଫ୍ରିକାର ଜୋହାନ୍ସବର୍ଗରେ ଆମର ଜାତିର ଜନକ ଗାନ୍ଧୀ ଯୋଉଠି ପଢୁଥିଲେ, ତାଙ୍କ ନାଁରେ ଏକ ୟୁନିଭର୍ସିଟି ସେଇଠି ରାମନାରାୟଣଙ୍କ ଚର୍ଚ୍ଚା ହେବ ଭାରତୀୟ ସଂସ୍କୃତିର ପାଲା କଳା ମାଧ୍ୟମରେ। ମୁଁ କାହିଁ କଥା କହିଲି, ଆଜି ଯେଉଁ ପୁରୁଷମାନେ, ଯେଉଁ କବିମାନେ, ସେ ନାରୀ କବି, ପୁରୁଷ କବି। ଓଡ଼ିଶା ନାରୀ କବିରେ ପଛେଇ ଯାଇନି, ସେ ମଧ୍ୟ ତା ସ୍ମାରକୀ ଛାଡ଼ି ଦିଆଯାଇଛି। ଆଦି ଅନାଦି କାରଣ ନିର୍ଗୁଣ ସଗୁଣ ଆତ୍ମାରାମ ସନାତନ ବ୍ରହ୍ମ। ଆଜି ପ୍ରଫେସର ନାହାନ୍ତି, ଚାଲିଗଲେଣି। ମୃତ୍ୟୁଞ୍ଜୟ ରଥ ଲେଖିଲେ, କହିଲେ ଉପମା ଭଞ୍ଜ ବୀରସ୍ୟ ତସୈବ ଚାର୍ଥ ଗୌରବମ୍ କଲ୍ଲୋଳେ ପଦରାଳିତ୍ୟମ୍ ସନ୍ତି ଚିନ୍ତା ମଣୋତ୍ରୟଃ। ଆପଣ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟକୁ ପଢିଲେ, କାବ୍ୟ କବିତା ଛାନ୍ଦ ଚୌପଦୀ ପାଡ଼ି ପଢିଲେ, ଉପମା ଦବାରେ ସେ ପୁଅ ଥିଲେ ଧୁରିଣ। ଉପମା ଭଞ୍ଜ ବୀରସ୍ୟ ତସୈବ ଚାର୍ଥ ଗୌରବମ୍। ଯଦି ଅର୍ଥ ପାଇବା, ଅଳଙ୍କାର ଶାସ୍ତ୍ରକୁ ସମ୍ପୂର୍ଣ୍ଣ ରୂପେ ସାରି ଦେଇଛନ୍ତି ସେଇ ରାଜା ଘର ଛୁଆଟା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଯାହାଙ୍କ ପାଇଁ ଆମ ଭାଷା ଷଷ୍ଠ ଶାସ୍ତ୍ରୀୟ ମାନ୍ୟତା ପାଇଲା। ଡେରିଏ ପଛେ ହଉ ମିଳିଛି ନା। ଭାରତ ସରକାର ମୁଣ୍ଡ ନଇଲା ନା, ଯିବ କୁଆଡେ? ଓଡ଼ିଆ ମୋ ମାତୃଭାଷା, ଆହା କେଡ଼େ ମଧୁର, ସେଇ ଭାଷା ଅଟେ ଆମ ସାଇ ଭାଇ ବନ୍ଧୁର। ଶାସ୍ତ୍ରୀୟ ମାନ୍ୟତା ଲୋଭୀ, ଶାସ୍ତ୍ରୀୟ ମାନ୍ୟତା ମୋ ଭାଷାର ଗୌରବ, ଚୌଦିଗେ ବିଞ୍ଚି ଅଛି ତାର ମୁଗ୍ଧ ସୌରଭ, ଚୌଦିଗେ ତାର। ଆଜି ଓଡ଼ିଆ ଭାଷା ଓଡ଼ିଶାରେ ସୀମିତ ନାହିଁ, ସମଗ୍ର ଭାରତ ଭୂଖଣ୍ଡ ବୁଝିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଣ, ଶୂଦ୍ରମୁନି ଶାରଳା ଦାସ କଣ, ପଞ୍ଚସଖା ସାହିତ୍ୟ କଣ, ଅଳଙ୍କାର ଶାସ୍ତ୍ରକୁ ସାରିଛି ଗୋଟା ପୁଅ, ଓଡ଼ିଆ ପୁଅ କିପରି ଭାବରେ ସାରି ଦେଇଛି। ଆଦ୍ୟ ଯମକ, ପ୍ରାନ୍ତ ଯମକ, ମଧ୍ୟ ଯମକ, ଯୋଡ଼ି ଯମକ, ସର୍ବ ଯମକ ଉପେନ୍ଦ୍ର ଭଞ୍ଜ କରିଛି। ବାଟ ଫିଟେଇ ଦେଇଗଲେ, ଭବିଷ୍ୟତ ବଂଶଧର ଆଗେଇ ଚାଲ, ସାହିତ୍ୟର ରୂପରେଖ ଦେଖା ବିଶ୍ୱ ଓଡ଼ିଆ ମାତୃଭାଷା। ମୁଁ କାହିଁ କହିଲି, ଆଜି ମା ଭଉଣୀ ମାନେ ଆସୁଛ ପାଲା ଶୁଣିବାକୁ, 17 ବର୍ଷ ପୁରିଗଲା, 18 ବର୍ଷରେ ମୁଁ ଟିକେ ଅନୁରୋଧ କଲି ଏ ବର୍ଷ ଆମ ଟିଭି ଭାଇମାନଙ୍କୁ, ଯେ କି ପ୍ରାର୍ଥନା ଚ୍ୟାନେଲ ପ୍ରଥମ ଖୋଲିଥିଲା ବାଦୀପାଲା ମଞ୍ଚ, କିନ୍ତୁ ସେ ମହାନୁଭବ ବ୍ୟକ୍ତି ଆଜି ନାହାନ୍ତି, ଡକ୍ଟର ରଜତକର ମହୋଦୟ ଚାଲିଗଲେଣି। ଆଉ ଜଣେ ମୁକ ସାକ୍ଷୀ ଅଛନ୍ତି, କିଛି କହନ୍ତିନି, ଆପଣଙ୍କ ମାନଙ୍କ ମେଳରେ ବସିଛନ୍ତି। ଏଇ ବାବୁ ଆପଣଙ୍କ ଜିଲ୍ଲାର କବି, ରୀତିଯୁଗୀୟ ସାହିତ୍ୟର ଶେଷ ଦୀପ ଶିଖା ପାଲା ହବ, ବିଶ୍ୱ ଦେଖିବ। ଆପଣ ମାନେ ପାଲା ଶୁଣୁଥିଲେ ରେଡିଓରେ ରାତି 10টাରେ, ଶୁଣିକିରି ଶୋଉଥିଲେ। କିଛି ଦିନ ଗଲା, ତାପରେ ଆସିଲା ପାଲା ଦେଖିବେ ଆଉ ଶୁଣିବେ, ଟିଭି ହେଇଗଲା।
ପୁଣି ସେ ଟିଭିରେ ହଁ ହଁ ବାଦିପାଲା ମଞ୍ଚକୁ ଉନ୍ମୋଚନ କରିବା ପାଇଁ ଦାୟିତ୍ୱ ଦିଆଗଲା। ସେଇଭଳି ଗୋଟିଏ ଲୋକ ସେ ହେଲେ ସମ୍ମାନନୀୟ ସ୍ୱର୍ଗତ ଡକ୍ଟର ରଜତ କର। ହଁ ଚାହିଁଲେ ଏ ସଂସ୍କୃତି କି ଏ ସାହିତ୍ୟକୁ ଏ ଧର୍ମକୁ ନେଇ ବିଶ୍ୱ ଦରବାରରେ ବିଞ୍ଚିଥିବା ବ୍ୟକ୍ତି ସୁଦୂର ଜାପାନ କାନାଡା ଅଷ୍ଟ୍ରେଲିଆ ସବୁଆଡେ ବୁଲି ବାବା ବା ଏ ରଜତକର ଦଉଥିଲେ ହଁ ଭାଷଣ। ଭାଷଣ ଶୁଣୁଥିବେ ରେଡ଼ିଓରେ ରଥଯାତ୍ରା ବେଳେ ତାଙ୍କର ଭାଷଣ। ହଁ ବାକ ପୁଅ ଆଜ୍ଞା ସେଇ ରାମ ସହିତ ଆଉ ଗୋଟିଏ ନାଁକୁ ଆମେ ଯୋଡ଼ିଲେ କାହାକୁ ମା ସୀତା 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 ସୀତାରାମ। ସୀତାରାମ ଆଜି ଭଜ ମନ ରାମ ନାମରେ ଜପ ମନ ସୀତାରାମ। ଭଜ ମନ ଅହଲ୍ୟା ତାରଣ ଭୟ ନିବାରଣ ଅହଲ୍ୟା ସକଳ ସୁଗୁଣ ଧାମରେ ଭଜ ମନ ରାମ ନାମ ଜପ ମନ ଯାଦ ଭଜ ମନ। ସେ ନବୀନ ନିରଦ ବରନ ଜୟ ଦଶରଥ ନନ୍ଦନ ରାଜୀବ ଲୋଚନ ସଙ୍କଟ ମୋଚନ ରାଜୀବ ଲୋଚନ ସଙ୍କଟ ମୋଚନ ପୂର୍ଣ୍ଣ କର ମନ